এই ভিডিওରେ ଆମେ ଜାଣିବା ଭାରତର ମୂଳ ଭୂଖଣ୍ଡର ଦକ୍ଷିଣତମ ସ୍ଥାନ କଣ। ଦେଖନ୍ତୁ ଭାରତର ମୂଳ ଭୂଖଣ୍ଡର ଦକ୍ଷିଣତମ ସ୍ଥାନ ହଉଛି କଣ, କନ୍ୟାକୁମାରୀ, ଯାହାକି ଆମର କଣ ଅଛି ନା ତାମିଲନାଡୁ ରାଜ୍ୟରେ ଅଛି କନ୍ୟାକୁମାରୀ। ଦେଖନ୍ତୁ ୟାକୁ କୁହାଯାଉଛି କଣ ନା ମୂଳ ଭୂଖଣ୍ଡ। ମୂଳ ଭୂଖଣ୍ଡ ମାନେ କଣ, ଭାରତର ମୂଳ ଭୂଖଣ୍ଡରୁ ନେଇକି ଅଛି। କିନ୍ତୁ ଯଦି ଭାରତର ଦକ୍ଷିଣତମ ସ୍ଥାନ ଯଦି ଆମେ କହିବା ତାହେଲେ ଆମର ଯୋଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଅଛି ସେଇଠି ଯୋଉ ଅଛି ଆମର କଣ ନା ଇନ୍ଦ୍ରା ପଏଣ୍ଟ, ତାକୁ କୁହାଯାଉଛି ଭାରତର ଦକ୍ଷିଣତମ ସ୍ଥାନ। କିନ୍ତୁ ଯଦି ମୂଳ ଭୂଖଣ୍ଡର ଦକ୍ଷିଣତମ ସ୍ଥାନ ଆମେ କହିବା ତାହେଲେ ସେ କଣ ହେଇଯିବ ଆମର କନ୍ୟାକୁମାରୀ, ଯାହାକି କୋଉ ରାଜ୍ୟରେ ଅଛି, ତାମିଲନାଡୁ ରାଜ୍ୟରେ ଅଛି। ଆଉ ତା ଯୋଉ ଆମର ଅକ୍ଷାଂଶ ରେଖା ଉପରେ ଅଛି, ସେ କେଉଁ ଅକ୍ଷାଂଶ ରେଖା ଉପରେ ଅଛି ନା 8 ଡିଗ୍ରୀ 4 ମିନିଟ ଉତ୍ତର ଅକ୍ଷାଂଶ ରେଖା ଉପରେ ଅଛି। ଆଉ ଆମର ଯୋଉ ଦକ୍ଷିଣତମ ସ୍ଥାନ ଅଛି ସେ ଯୋଉ ଜାଗାରେ ଅଛି ସେ ଜାଗାରେ କଣ ହଉଛି ନା ଆମର ଏପଟୁ ଆରବ ସାଗର, ଏପଟ ଅଛି ଭାରତ ମହାସାଗର, ଏପଟ ଅଛି ବଙ୍ଗୋପସାଗର। ଏଇ ତିନୋଟି ଜାଗାର ମିଳନ ସ୍ଥଳରେ ଅଛି ଆମର କଣ ଭାରତର ଦକ୍ଷିଣତମ ସ୍ଥାନ। ତା ସହିତ ଭାରତର ଦକ୍ଷିଣତମ ସ୍ଥାନ ବା ଆମର ତାମିଲନାଡୁ ଠାରୁ ଶ୍ରୀଲଙ୍କା ଏଇ ଯୋଉ ରାସ୍ତା ଅଛି ଏଇ ରାସ୍ତାକୁ କଣ କୁହାଯାଉଛି ପକ୍ ପ୍ରଣାଳୀ। ତ ଏଇଭଳି ଇନଫର୍ମେଟିଭ ଭିଡିଓ ଦେଖିବା ପାଇଁ ଆମର ବିଦ୍ୟାର୍ଥୀ କ୍ଲାसेସ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।